ପ୍ରାଞ୍ଜଳ ତ ଏମିତି ଅବହେଳିତ ଅବସ୍ଥାରେ ସଂଗ୍ରହାଳୟଟି ଅଛି, କ'ଣ କରିବେ? ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର, ଶୁଭେଚ୍ଛା। ଆଜି ଆମର ପଠାଣି ସାମନ୍ତଙ୍କ ନାଁରେ ଅବସ୍ଥାପିତ ଥିବା ଏହି ମ୍ୟୁଜିୟମର ଅଷ୍ଟମ ଏହି ଅବସରରେ ମୁଁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଓଡ଼ିଶାବାସୀଙ୍କୁ ଏବଂ ଆଗାମୀ ଦିନରେ ଆମର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଆମର ଯେଉଁ ପ୍ଲାନେଟୋରିୟମ୍ ଅଛି ପଠାଣି ସାମନ୍ତଙ୍କ ନାଁରେ ସେଠାରେ ବହୁତ କିଛି ଘୋଷଣା କରିଛନ୍ତି। ଏଠାରେ ସାଇନ୍ସ ପାର୍କ ହେବ, ସାଇନ୍ସ ସେଣ୍ଟର ହେବ ଏବଂ ଖଣ୍ଡପଡ଼ାରେ ଗୋଟେ ପ୍ଲାନେଟୋରିୟମ୍ ହେବ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ, ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ, ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋନୋମି, ଏ ତିନିଟା ଇନଷ୍ଟିଚ୍ୟୁଟ୍ ଏଇଠି ହେବ। ତେଣୁ ମୁଁ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଏବଂ ଆମେ ବ୍ୟାଖ୍ୟାନ କେନ୍ଦ୍ରରେ ଯାହା ବି ଅସୁବିଧା ଅଛି ଆମେ ତାକୁ ଖୁବ୍ ଶୀଘ୍ର ଠିକ୍ଠାକ୍ କରିବୁ ଏବଂ ଓଡ଼ିଶାର ଗୋଟେ ନମ୍ବର 1 କେମିତି କରିପାରିବୁ ବ୍ୟାଖ୍ୟାନ କେନ୍ଦ୍ର ତା ବ୍ୟବସ୍ଥା କରିବୁ। ସାମନ୍ତ ଚନ୍ଦ୍ରଶେଖର ଦୀର୍ଘ ନେତାଙ୍କ ମରଣୋତ୍ତର ଭାରତ ରତ୍ନ ପାଇଁ ବିଧାୟକଙ୍କ ତରଫରୁ କିଛି ପ୍ରଚେଷ୍ଟା କରାଯାଉଛି। ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ମୁଁ ବିଧାନସଭାରେ ଏ ବିଷୟରେ ମଧ୍ୟ ରଖିଥିଲି, କୋଶ୍ଚିନ୍ ରଖିଥିଲି ଏବଂ ତାର ମଧ୍ୟ ଉତ୍ତର ମଧ୍ୟ ମୁଁ ପାଇଛି। ମୁଁ ଏହା ମଧ୍ୟ ମାନ୍ୟବର ବାଚସ୍ପତି ମହୋଦୟଙ୍କ ମାଧ୍ୟମରେ ଗୃହରେ ଜଣାଇଥିଲି ଯେ ସେ ଯେଉଁ ରଚୟିତା ଅଛି ସିଦ୍ଧାନ୍ତ ଦର୍ପଣ, ସେ ସିଦ୍ଧାନ୍ତ ଦର୍ପଣ ବର୍ତ୍ତମାନ ବ୍ରିଟିଶ ସରକାରଙ୍କ ପାଖରେ ଅଛି। ତାକୁ କେମିତି ଆମର ବିଭାଗୀୟ ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମାଧ୍ୟମରେ ଅନୁରୋଧ କରିଛି ଯେ କେମିତି ଆମକୁ ଫେରେଇ ଆସିବାକୁ ପଡ଼ିବ ସେ ସିଦ୍ଧାନ୍ତ ଦର୍ପଣକୁ ଓଡ଼ିଶାକୁ ଏବଂ ଖଣ୍ଡପଡ଼ାକୁ ତାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ମରଣୋତ୍ତର ଭାବରେ କେମିତି ସେ ଭାରତରତ୍ନ ପାଇପାରିବେ, ନୋବେଲ ପ୍ରାଇଜ୍ ପାଇପାରିବେ ସେ କଥା ମଧ୍ୟ ମାନ୍ୟବର ବାଚସ୍ପତି ମହୋଦୟଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି ଏବଂ ନିଜେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛି। ସେଥିପାଇଁ ପ୍ରଥମେ ଖଣ୍ଡପଡ଼ାରୁ ପ୍ରୟାସ 100%। ଆମେ ତାଙ୍କର ସୁଯୋଗ ଦାୟିତ୍ୱ ସେ ଆମ ପାଇଁ ଜଣେ ହେଉଛନ୍ତି ଖଣ୍ଡପଡ଼ାର ଜଣେ ବରପୁତ୍ର, ଆଗଧାଡ଼ିର ବରପୁତ୍ର, ତାଙ୍କ ପାଇଁ ଆମେ କରିବାନି ତାକୁ କରିବ କି? ନିଶ୍ଚିତ ଭାବରେ ଆମେ ସମସ୍ତେ ଆରମ୍ଭ କରିବା ସମୟ ଆସି ପଠାଣି ସାମନ୍ତ ସଂଗ୍ରହାଳୟର ଆଜି ଅଷ୍ଟମ ବାର୍ଷିକ ଉତ୍ସବ ଆମେ ପାଳନ କରୁଛେ, ସେହି ସଂଗ୍ରହାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ, ସେ ଦିଗରେ କିଛି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ କରିସାରିଛନ୍ତି ଅଲରେଡ଼ି। ବିଭାଗୀୟ ସଚିବ ନିଜେ ଆ ବିଷୟରେ ବହୁତ ଗୁରୁତର ସହିତ ଚିନ୍ତା ପ୍ରକଟ କରିଛନ୍ତି ଏବଂ ନିଜେ ମଧ୍ୟ ଦାୟିତ୍ୱ ନେଇଛନ୍ତି। ଖୁବ୍ ଶୀଘ୍ର ସେ ଆସିକି ଏଠାରେ ପରିଦର୍ଶନ କରିବା ପାଇଁ ମଧ୍ୟ କଥା ଦେଇଛନ୍ତି ଏବଂ ଆମର ଯିଏ ଅଛନ୍ତି ଡେଭଲପମେଣ୍ଟ କମିଶନର ଅନୁଗର୍ଗ ସେଦିନ ମଧ୍ୟ ସେ ଉପସ୍ଥିତ, ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ପଠାଣି ସାମନ୍ତ ପାଇଁ ଯାହା କରିବାର ଅଛି ନିଶ୍ଚିତ ଭାବରେ କରାଯିବ। ତେଣୁ ମୋର ଆଶା ଅଛି ଆମେ ଏହି ବ୍ୟାଖ୍ୟାନ କେନ୍ଦ୍ରକୁ ଆମେ ନିଶ୍ଚିତ ଭାବରେ ଆଗକୁ ନେବା ପାଇଁ ଚେଷ୍ଟା କରିବୁ। ଜନ୍ମଦିନକୁ ନେଇକି ଯେଉଁ ଦ୍ୱନ୍ଦ୍ୱ ଅଛି ତାର କେମିତି ସମାଧାନ ହେଉ ସବୁଦିନ ପାଇଁ ସେ କଥା ମଧ୍ୟ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ କଥା ଦେଇଛୁ ଏବଂ ଯେଉଁ ନୟାଗଡ଼ରେ ମିଟିଂ ଥିଲା ବାଚସ୍ପତି ମହୋଦୟଙ୍କୁ ମଧ୍ୟ ଅନୁରୋଧ କରିଛୁ। ଆମର ଯେଉଁ 3ଟା 13 ତାରିଖ, 23 ତାରିଖ, 24 ତାରିଖ 3 ଦିନ ଗୋଟିଏ ଦିନ କରାଯିବ ଏବଂ ଓଡ଼ିଶାରେ ସମସ୍ତେ କେମିତି ପାଳନ କରିବେ, ତାଙ୍କର ପ୍ରତିମୂର୍ତ୍ତି କେମିତି ଏଜି ଛକଟାରୁ ଗଭର୍ଣ୍ଣର ହାଉସ୍ ଭିତରେ ଗୋଟେ ସ୍ଥାପନ କରାଯିବ ଏବଂ ସେ ତାଙ୍କ ଜନ୍ମ ଜୟନ୍ତୀଟାକୁ କେମିତି ଓଡ଼ିଶାରେ ଗୋଟେ ଛୁଟି ଦିନ ଘୋଷଣା କରାଯିବ ତା ପାଇଁ ମଧ୍ୟ ଆମେ ସରକାରଙ୍କ ପାଇଁ ଦାବି ରଖିଛୁ। ଧନ୍ୟବାଦ।